করছি সংসার ধর্ম করি না ଆଉ ଜଣେ ସଂସାର ଧର୍ମ ସଂସାର ତା ବାପା ମା ସ୍ତ୍ରୀ ଛୁଆ ପିଲା ନେଇକି ରହିଲେ ଆଉ ଜଣେ ସେ ଚାଲିଲା ବୋଲିକି ନା ସାତୁଇ ଯେ ସାତୁଇ ଅବଶ୍ୟ ରହିବ ଘରେ ରହିଲେ ସେ ଯାଇକି ତାର ଧାମରେ ବିଭିନ୍ନ ଧାମରେ ଆଜି ପୁରୀ କାଲି ଦୁର୍ଗାପୁର କାଲି ମଥୁରା ଦ୍ୱାରିକା ଏଗୁলো ବିଭିନ୍ନ ତୀର୍ଥ ସ୍ଥାନରେ ସେ ଭ୍ରମଣ କରୁଛି ବିଭିନ୍ନ ସାଧୁ ସଙ୍ଗରେ ତାର ଜୀବନଟାକୁ ସେ କଟଉଛି ଏଇଭଳି ତାର ଜୀବନ ଚାଲିଛି কিন্তু যেତେବେଳେ বৃন্দাবনରୁ ପୁରୀ ଆସେ ଆସିବା ରାସ୍ତାରେ ତାଙ୍କ ଘରଟା ପଡ଼େ ଆଉ ଯେ ଆସେ ଘରଟା ପଡ଼େ ତାର ମନେ ପଡ଼େ ତାର କଥା ନା ତା ବନ୍ଧୁର କଥା ମନେ ପଡ଼େ ଗୋଟିଏ ବିଛଣାରେ ଶୋଇଥିଲେ ଗୋଟିଏ ଶୁଣିଲେ ପଡ଼ିଲୁ ଗୋଟିଏ ଧାରାରେ ବସି ଖାଉଛୁ ଦୁଇ ଜଣ ଏକସାଥେ ମାନେ ଭଲିବଲ ଫୁଟବଲ ଖେଳୁଛୁ ଆଉ ବର୍ତ୍ତମାନ ସାତ ମିନିଟ୍ ଭୁଲିଛୁ কিন্তু সেই বন্ধুকে দেখা করে পাই যায় বন্ধু গ্রামকে যায় যেতে যায় দেখে তার বন্ধু শীঘ্র সেই আও ওটা কুয়ে বন্ধু ଯିବା ଚାଲ ବୃନ୍ଦାବନ ମଥୁରା ବର୍ଷର ଥରେ କୌଣସି ଘୁରିକି ଯିବା ଘୁରିବାକୁ ଚାଲ ଯିବା ବୋଲେ ଏଠି ସାଧୁ ସଙ୍ଗମାନେ ଅଛନ୍ତି ଭଗବାନଙ୍କ ଲୀଳାଶୈଳୀ ଏଠି ସାଧୁ ସଙ୍ଗମାନେ ଭଗବାନ କଥା କହୁଛନ୍ତି ଭଗବାନଙ୍କ ପ୍ରସାଦ ପାଇବା भगवान दर्शन करवा बोले आमर अनेक सुकृति लाभ करवा चल जीवा फिर तो बंधु से गृहस्थ विवाह करी बंधु अरे बंधु एबे तो मु गृहस्थ जीवन यापन कली एबे छुटिया छुटिया पिला दिता मोर जन्म हैं तांको मते लाड़ पाण पोषण करे पड़ियो तापर तांकर पढ़ाशुना देखिया पड़ियो तांकर कर्तव्य तांको बोली मोर कर्तव्य कर्म अछि न सला पर्यंत मु जाई परिबी ना एरम जेत 2 वर्ष 4 वर्ष 5 वर्ष थोड़ा मेरा आसी देखा साक्षात होय बार बार कोन एटा तो चालू जीवा एको ठीक अछि एबे मो पुना पढ़ाशुना सरियाला एबे चाकरी करी लेनी एबे दिला बाहर कर देबी ताप बाहर गला परे मुठी आइ दिबी तापर म धाम दिबी ए बाहर सरियाला कोन 2 वर्ष परे साधु आसी बंधु आसी कहती कि बंधु तुझे करते बाहर सरी एबे चलो जीवा कहते हाँ तू तो बाहर से बोली जे पर्यंत तू नाती नातनी मुख न देखी मो जीवन सार्थक हबो ना ए नाती नातनी देखि सारा परे तापर ठीक अछि साधु तार दिन ओले ओले चले कोन 5 वर्ष पर आसो आइला दिन दीटा पोकर पिला चाहिए हैं पर देखो बंधु ए तो नाची नाची देखो चलो अरे बंधु सेटा बहुत ठीक कथा दीटा को चाकरी करछ से घर रूम ने आ ये नाची कुटी माने सेमाने जिंसर कोन घर जते जाबते जिंसर तो अछि ना तार कोन सी महत्व का जणा नै घर की जानी बाहर बिकु अब मते सेवा को कुटे के रखौ मु जति चाली दिली ए घर सब नष्ट होছে দ্বিতীয় আপন কারণ না মোর দিটা পুরো সার্ভিস করছনি টাকা পয়সা ইনকাম করছনি মু তো সারা জীবন ইনকাম করছি ঘর জমা করি যত আর মো ঘর প্রতি চোর টাকা করে ভয় মু যদি আজ চালি দিবি ঘর টাকা দিবি সব ধন সম্পত্তি সব লুটপাট হই ফেরি করি মু আউ কিছু লোক করছি পিলা নাতি মানে সে বড় হইবে सामने चाकरी करते शिक्षा नहीं घर रहिए हैं तार पर मु घर चली एमे चिंता था तो ठीक अछि कि दिन पर पूरी 5 वर्ष पर आसी पूरी 5 वर्ष पर आसी देखि हैं जे वो समझते नाती पुती समस्त घर होती हेते बंधु आसी कि बंधु ए तो समस्त विशाल लोक परिवार तू माने चाकरी काढे चले सुदी नाती मर मोड़े बैठा लो हाँ ये सत्य किंतु आम घर ऊपर मो घर ऊपर चूल पकाते बहुत भय मोर बयस हो गलानी मु रात्र मो निद होने मु चारिटी घर चारिटी पहाड़ दउछि हैं ए घर चारिटी मते पहाड़ दउछि दिन को सुले रात को पहाड़ दउछि नले चलो टका दासी घर सब टका दे दे ऊपर रात
ଆଉ କିଛି ଦିନ ଯାଉ ତାପରେ ମୁଁ ଚାଲି ଆସିବି ଫେର ସାଧୁ ପଳେଇଛି ପୁଣି 5 ବର୍ଷ ଆଗରୁ ସେ ଆଉ ସେ ବନ୍ଧୁ ନାହିଁ ବନ୍ଧୁ ମରିଯାଇଛି। ସେ ସାଧୁ ଆସି ପଚାରିଲେ ତାର ନାତି ମାନେ ପଚାରିଲେ ଏଇ ତ ଦାଦୁ କୁଆଡ଼େ ଗଲା ନା ଦାଦୁ ତ 2 ବର୍ଷ ହେଲା ମରିଗଲେ ମରିଗଲେ। ସେ ବନ୍ଧୁର ବହୁତ ମନ ଦୁଃଖ କ'ଣ କରିବା ମୋର ବନ୍ଧୁର ମୁଁ କିଛି ଉପକାର କରିପାରିଲି ନାହିଁ। ମୁଁ 1000 ବାର କହିଲି ଚାଲ ଯିବା ଧାମ ଯିବା ଗୀତ ମାନେ ହରିନାମ କର ଗୀତା ପଢ଼ ଭାଗବତ ପଢ଼ କେତେ ଉପଦେଶ ସେ ଗ୍ରହଣ କଲାନି। ବନ୍ଧୁର କି ଗତି ହେବ ସେଠୁ ସେ ସାଧୁ କ'ଣ କରୁଛି ସେ ବନ୍ଧୁର ବାରଣ୍ଡାରେ ବସିକି ତପସ୍ୟା କଲା ଧ୍ୟାନ କଲା ଦେଖି ମୋର ବନ୍ଧୁର କି ଗତି ହେଇଛି। ସେ ଧ୍ୟାନ ବା ଦେଖୁଛି ତାର ବନ୍ଧୁ କ'ଣ କରୁଛି ଗୋଟେ କୁକୁର ଜନ୍ମ ହେଇଛି। କୁକୁର ଜନ୍ମ ହେଇକି ଗାଡ଼ି ଦ୍ୱାରା ଶୁଣିଛି ତାର ବନ୍ଧୁ ଯାଇଛି ଏ କୁକୁର ପାଖକୁ ଗଲା କୁକୁର ବନ୍ଧୁ କ'ଣ ମୁଁ ଚିହ୍ନି ପାରୁଛ ତ ନା ଯେତେବେଳେ ମଣିଷ ଶରୀର ଥିଲା ସେତେବେଳେ ମୁଁ କହିଲି ଧର୍ମ କର୍ମ କରିବା ପାଇଁ ଧର୍ମ କର୍ମ ନାହିଁ। ବର୍ତ୍ତମାନ ମଣିଷ ଶରୀର କ'ଣ ହେଇଛି କୁକୁର ଶରୀର। ଏବେ ସମୟ ଅଛି ଏବେ ମୋ ସାଥିରେ ପଳେଇ ଚାଲ ମୁଁ ଧାମରେ ଛାଡ଼ିଦେବି। ଧାମରେ ସାଧୁମାନେ ମହାପ୍ରସାଦ ଖାଉଛନ୍ତି ସେ ତାକୁ ଉଚ୍ଛିଷ୍ଟ ଖାଇବ ପ୍ରସାଦ ପାଇବ ଧାମରେ ରହିଲେ ସୁକୃତି ଅର୍ଜନ କରିବ ଧାମରେ ନାମ କୀର୍ତ୍ତନ ହେଉଛି ନାମ ଶ୍ରବଣ କରିବ ସାଧୁ ଦର୍ଶନ କରିକି ତୁମେ ଆସ ଏଇ ପଶୁ ଜନ୍ମ ତାର ମୁକ୍ତି ପାଇଯିବ। ତୁ ନାଇଁ ଜାଣି ମୁଁ ଯଦି ଗୋଟେ ରାତି ଏଠୁ ଚାଲିଯିବି ଗୋଟେ ରାତି ଭିତରେ ମୋର ସଞ୍ଚିତ ଅର୍ଥ ମୋ ପୁଅକୁ ମାନେ ସଞ୍ଚିତ ଅର୍ଥ ଯାହା ଜମା କରୁଛି ସବୁ ଗୋଟେ ରାତି ଭିତରେ ସବ ଡକାଇ ଦେଇଛି। ମୁଁ ଅଛି ବୋଲି ଚୋର ଡକାରେ ଆସୁଛି ମୁଁ ଭେଳ ଭେଳ କରି ବୁଲୁଛି। କିଏ କହୁছে କଥା ବନ୍ଧୁ କୁକୁର ବନ୍ଧୁ କହୁଛି ତେଣୁକରି ମୁଁ ଏବେ ଯାଇପାରିବିନି ଆଉ କିଛି ଯାଉ ପରେ ଆସିବି ଆଉ ଥରେ ଆସିବି ତ ଦେଖିବା ଆଉ ଥରେ ଆସିବାକୁ ସେ କୁକୁର ମରିଯାଇଛି। ସେ ବନ୍ଧୁ ଆସି ବୁଝି ଦେଖି ଆମର ବନ୍ଧୁ କୁକୁର ପାଳିଗଲା ତା ନାତି କୁକୁର କଥା ଲେଖିଲେ ତମ ବାଡ଼ି ପଟେ କୁକୁର ଶୁଖିଲା ପାଳିଗଲା ନାଇଁ ଆଜ୍ଞା ସେ ତ 2 ବର୍ଷ ମରିଗଲାଣି ଆଉ ମରିଗଲା। ସେ ବନ୍ଧୁ ଫେରେ ଧ୍ୟାନରେ ବସି ଦେଖୁଛନ୍ତି ସେ କ'ଣ ଗୋଟେ ସାପ ହେଇଛନ୍ତି କୋଉଠି ଅଛି ନା ତାଙ୍କ ଘରେ ତାଙ୍କର ଘର ଧନ ସମ୍ପତ୍ତି ରଖିଛନ୍ତି ସେଇ ଘରେ ସିନ୍ଦୁକ ଉପରେ ଶୋଇଛି। ଆଉ ସେ ଘରଟା ସବୁ ଲକ୍ କରା ଅଛି ଲାଇଟ୍ ନାହିଁ ଅନ୍ଧକାର କହିଲା ଏଇ ଘରେ କ'ଣ ଅଛି ନା ଏଇ ଘରେ କ'ଣ ଅନ୍ଧକାର ଧାନ ଚାଉଳ ଫୁଲ ଫୁଲ ଦେଖି ଫୁଲ ଦେଖୁଛି ସେ ବନ୍ଧୁ ସରପରି ବନ୍ଧୁ ସେଇ ଆରାମ ଶୋଇଛି। ଯେତେବେଳେ ଫୁଲ ଦେଇକି ଲାଇଟ୍ ମାରୁଛନ୍ତି ଗୋଟେ ଗର୍ଜନ କରୁଛି ସେ ବନ୍ଧୁ କହୁଛି କି ବନ୍ଧୁ ମଣିଷ ଶରୀରରୁ କୁକୁର ହେଲ କୁକୁର ବର୍ତ୍ତମାନ କ'ଣ ହେଲ ସାପ ହେଲ ତାର ଉନ୍ନତ ହେଉଛି ନା ଅବନତି ହେଉଛି ଉନ୍ନତି ହେଉଛି ନା ଅବନତି ହେଉଛି ତଳକୁ ଧୀରେ ଧୀରେ ଖସି ହେଉଛି। ବନ୍ଧୁ କହିଲେ ଏବେ କ'ଣ ସମୟ ଅଛି ମୋର ନୂଆ ଘର ମୋର ଗୋଟେ ବଡ଼ ବ୍ୟାଗ୍ ଅଛି ବସିର ମୁଁ ତତେ ନେଇ ଧାମରେ ଛାଡ଼ିଦେବି ଧାମରେ ନାମ ସଂକୀର୍ତ୍ତନ ହେଉଛି ଭାଗବତ କଥା ହେଉଛି ଏଇଟା ଶୁଣିବୁ ଆଉ ଧାମରେ ସାଧୁ ସନ୍ତଙ୍କର ଉଚ୍ଛିଷ୍ଟ ଖାଇକି ତୁ ମୁକ୍ତି ପାଇବୁ। ବନ୍ଧୁ ଏ ଗାଁ ଇଲାକାର ସମସ୍ତେ ଜାଣନ୍ତି ଏ ଆମ ଘରେ ଏକ ଘରେ ଗୋଟେ ବିଷଧର ସର୍ପ ଅଛି ବୋଲି ତେଣୁ ଆମ ଘରକୁ କେହି ଆସୁନାହାନ୍ତି ଚୋର ଡକାୟତ। ମୁଁ ଯଦି ତୁମ ସାଥିରେ ଚାଲିଯିବି କାଲି ମୋ ପୁଅ ମୋ ନାତି ପୁତି ସବୁ ପ୍ରଚାର କରିଦେବେ ଆମ ଘର ଗୋଟେ ବିଷଧର ସର୍ପ ଥିଲା ଏଇଟା ସାଧୁ ଆସି ନେଇଯାଇଛି। ତାପରେ ସବୁ ଧନ ସମ୍ପତ୍ତି ଲୁଟପାଟ ହେଇଯାଇଛି। ତାହେଲେ ଯାଇପାରିବୁ ନାଇଁ କହୁ ସେଇଠୁ କହିଲେ ଠିକ୍ ଅଛି ମୁଁ ମୋର ବ୍ୟବସ୍ଥା କରୁଛି। ତା ନାତି ମାନେ ଶୁଣ ଶୁଣ କ'ଣ ହେଇଛି ଦେଖ ତ ଏ କିଏ ଶୁଛି ଦେଖୁଛ ତ କିଏ ଶୁଛି କିଏ ଶୁଛି ସାପ ଶୁଛି ସାପଟା କିଏ ହେଲା ସେ ନାତି ମାନଙ୍କର କ'ଣ ନାତି ମାନଙ୍କର କିଏ ଥିଲା ଦାଦା ଥିଲା ଶତ୍ରୁ ହେଲା ବର୍ତ୍ତମାନ ଶତ୍ରୁ ଦେଖ ଯଦି ଏକୁ ବିଦା ନ ଦେବ
তাহলে কোন করে যে কোন মুহূর্তে তো বাপা বউ মা को যে ঘর ভিতরে বসিও তাকে দংশন করে দাও তার ব্যবস্থা করো একটু সাথে দিও দুইটা লাঠি নিয়ে এসে আইন বাড়ি দিয়ে গেলে কার বড় তুমি হ্যাঁ তাও যাও বড় কিন্তু তাহলে কার ভাই ধর্ম সংখ্যা করতে না এই পুরো রাতে নিয়ে ধর্ম সংখ্যা করতে লাগে নাই ଦେଖିବେ ଯୋଉ ପରିବାରରେ ବେଙ୍ଗ ଅଛନ୍ତି ମୂଷା ଅଛନ୍ତି ଇଏ ସବୁ କିଏ ଜାଣନ୍ତି ତ ଏମାନେ ଆମର ବଂଶଧର ମାନୁ କରୁଛନ୍ତି ଗୋଟେ ବେଙ୍ଗ ରୂପେ ଦେଖିଲେ ବେଙ୍ଗ ମଧ୍ୟ ଗୋଟେ ସିଂହ ଟିପା